ସ୍ଥାନୀୟ ଭାଷା ସଂସ୍କୃତିର ଅଗ୍ରଣୀ ଅନୁଷ୍ଠାନ କୋଶଳ ସାହିତ୍ୟ ଏକାଡେମୀ ଓ ତହଂ ସାହିତ୍ୟ କୁଟୁମ୍ବ ବଲାଙ୍ଗୀର ମିଳିତ ସହଯୋଗିତାରେ ନବଜ୍ୟୋତି କ୍ଲବଠାରେ ନୂଆଖାଇ ଭେଟକାର୍ଡ 2024 କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସକାଳୁ ମା ପାଟଣେଶ୍ୱରୀଙ୍କଠାରେ ପୂଜାର୍ଚ୍ଚନା ପରେ ମା କୁଣ୍ଡାମାଲିଏନ ଦୁଲଦୁଲି ପରିଷଦର ନୃତ୍ୟ ବାଦ୍ୟର ତାଳେ ତାଳେ କବି କଳାକାରଗଣ ସାଂସ୍କୃତିକ ଶୋଭାଯାତ୍ରାରେ ବାହାରି ତରଭା ସହର ପରିକ୍ରମା କରିଥିଲେ। ଫଲସାଫୁଲ୍ର ସମ୍ପାଦକ ପ୍ରଭାତ ଖମାରୀଙ୍କ ନେତୃତ୍ୱରେ ଆୟୋଜିତ ଶୋଭାଯାତ୍ରାରେ ଶୁଭ ମିଶ୍ର ମଶାଲ ଓ ତ୍ରିଲୋଚନ ଦଳ ବେହେରା ମା ପାଟଣେଶ୍ୱରୀଙ୍କ ଫଟୋଚିତ୍ର ଧରିବା ସାଙ୍ଗେ ସାଙ୍ଗେ ଲୋକକବି ଗରିବ ମଲ୍ଲିକ ତଥା ଯୁବ କବି ରୋଶନ ସାହୁ ବାଟେଘାଟେ କୋଶଳୀ ଭାଷା ସଂସ୍କୃତି ଉପରେ ବକ୍ତବ୍ୟ ରଖିଥିଲେ। ଶାନ୍ତନୁ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ବ୍ଲକ ଅଧ୍ୟକ୍ଷ ସରୋଜ କୁମାର କମ୍ପ ମୁଖ୍ୟ ଅତିଥି, ସହକାରୀ ଜିଲ୍ଲା କୃଷି ଅଧିକାରୀ ଜଗବନ୍ଧୁ ପଟେଲ ମୁଖ୍ୟ ବକ୍ତା ତଥା ଏନ୍ଏସି ଉପନଗରପାଳ ଗଗନ ଅଗ୍ରୱାଲ, କ୍ଲବ ସଭାପତି ଜନାର୍ଦ୍ଦନ ଥନାପତି, ବିଶିଷ୍ଟ ଶିଳ୍ପପତି ଜନାବ ଆକବର ଅଲି, ବ୍ୟଙ୍ଗ କବି ଅର୍ଜୁନ କୁମାର ସାହୁ, ସଂଗଠକ ରାଜେଶ ଦଣ୍ଡସେନା, କୌଶଳ ପ୍ରେମୀ ରାଜେନ୍ଦ୍ର ଝାଙ୍କର ଓ ସାହିତ୍ୟିକ ଦେବେନ୍ଦ୍ର କୁମାର ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇର ମହତ୍ତ୍ୱ ଓ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସଭା ପ୍ରାରମ୍ଭରେ କଣ୍ଠଶିଳ୍ପୀ ମାନସୀ ସାହୁ, ଆହ୍ଲାଦିନୀ ପାଣିଗ୍ରାହୀ, ତପସ୍ୱିନୀ ପଟ୍ଟନାୟକ, ସରିତା ନାୟକ ଓ ସ୍ୱର୍ଣ୍ଣକାନ୍ତି ପତି ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ଯୁବ ବ୍ଲଗର ସ୍ୱପ୍ନିକା ସାହୁ, ବିଶିଷ୍ଟ ଗବେଷକ ଅଖୋଜ ସାଣ୍ଟ, କଳାକାର ରଞ୍ଜନ କୁମାର ସାହା ଏବଂ ଜନପ୍ରିୟ ମାହେଶ୍ୱରୀ ସଂଗଠନକୁ କୋଶଳୀ ଭାଷା ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମାନପତ୍ର ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ସେହିଭଳି କୁନି ନୃତ୍ୟଶିଳ୍ପୀ ଅଲିଭାର ନାୟକ, ପ୍ରିୟଦର୍ଶିନୀ ଜେନା, ରିନି ନାୟକ, ସ୍ୱୀକୃତି ମିଶ୍ର, ଅର୍ଚ୍ଚନା କୁମାର ଇତ୍ୟାଦି ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ। ତରଭା ବ୍ଲକରୁ ସୁକାନ୍ତ ମିଶ୍ରଙ୍କ ରିପୋର୍ଟ।